ହ୍ୟାଲୋ ସାଙ୍ଗମାନେ, ଜୟ ଜଗନ୍ନାଥ। ଆଜି ସକାଳୁ ମୁଁ 6ଟାରୁ ଉଠି ପଡ଼ିଥିଲି କାରଣ ଆଜି ଦିନ ସାରା ବହୁତ ହି କାମ ଥିଲା। ତାପରେ ଉଠିକି ଫ୍ରେଶ ହେଇକି ଆଗେ ଟିକେ ସ୍କୁଲ ଯାଇଥିଲି, ଆମ ଗଭର୍ଣ୍ଣମେଣ୍ଟ ୟୁପି ସ୍କୁଲକୁ, କାରଣ ସେଠି ମୋର ଗୋଟେ ସାନ ଭଉଣୀର ଆଡମିସନ ହବାର ଥିଲା। ତ ଏବେ ମର୍ଣ୍ଣିଂ କ୍ଲାସ ଚାଲିଛି, ତ ବେଣୁସୀ ସ୍କୁଲ ହଉଛି, ତ ସକାଳୁ ଯିବାକୁ ପଡ଼ିଲା। ତାପରେ ସ୍କୁଲରେ ପହଞ୍ଚିକି ଆଡମିସନ ଯାହା ବି ପ୍ରୋସିଜର ଥିଲା ତା କମ୍ପ୍ଲିଟ କରିସାରିଲା ପରେ ଟିକେ ଭାବିଲି କ୍ଲାସ ରୁମ୍ ଟିକେ ବୁଲିକି ଦେଖିବା ପାଇଁ। ତ ଏଇଟା ମୁଁ ପ୍ରଥମ ଦ୍ୱିତୀୟ ଶ୍ରେଣୀ ପିଲାଙ୍କର କ୍ଲାସ ରୁମ୍ ଦେଖୁଥିଲି। ଆଗ ଅପେକ୍ଷା ପିଲାମାନଙ୍କୁ କେତେ ସୁନ୍ଦର ଫେସିଲିଟି ଦିଆଯାଉଛି, ଫିର୍ ବି ପିଲାମାନେ ପାଠ ପଢୁନାହାନ୍ତି। ତ ଛାଡ଼ନ୍ତୁ, ପ୍ରଥମେ ସ୍କୁଲରୁ ଆସିଲା ପରେ ଆଜି ମୋ ଜେଜେମାର ଶ୍ରାଦ୍ଧ ଥିଲା, ତ ଯାଇ ଦେଖିଲା ବେଳକୁ ଆମ ରୋଷେଇ ସେତେବେଳକୁ ନନା ଆମର ଷ୍ଟାର୍ଟ କରିଦେଇଥିଲେ। ତାପରେ ଦେଖିବା ଆମର ବେଷ୍ଟ ପିଆଜ କଟାଳି। ଆପଣମାନଙ୍କ ଯଦି ଦରକାର ନିହାତି କମେଣ୍ଟ ମାଧ୍ୟମରେ ଜଣେ ତା ସିଏ ଯାଇକି ପିଆଜ କାଟିଦବ। ତାପରେ ଏପଟେ ଆସିକି ଦେଖିଲା ବେଳକୁ ନନା ଆମର ପିଣ୍ଡ ପକେଇବା ଷ୍ଟାର୍ଟ କରିସାରିଲେଣି। ବାବା ଏଠି ଆମର ପିଣ୍ଡ ପକଉଥିଲେ ବସିକି, ତ ଆମେ ସମସ୍ତେ ବସିକି ଦେଖୁଥିଲୁ। ପିଣ୍ଡ ପଡ଼ି ସାରିଲା ପରେ ହେଲାଣି ଦିନ 12ଟା। ସେତେବେଳେ ଆମେ କେହି କିଛି ଖାଇ ନଥିଲୁ, ତ ଭୋକ ବି ଜୋରେ ଲାଗୁଥିଲା। ତ ରାହୁଲ ଡାକିଲା କି ଦାନ୍ତକିଲି ବାଲା ଆସିଛି, ତ ସେଇଠୁ ଯାଇକି ବାହାରୁ 2 ପ୍ୟାକେଟ ଦାନ୍ତକିଲି ଆଣିକି ସମସ୍ତେ ଖାଇ ଦେଇଥିଲୁ। ଖାଇସାରିଲା ପରେ ଦେଖିଲା ରୋଷେଇ ଆମର ସରି ଯାଇଥିଲା। ତାପରେ ସରିଗଲା ପରେ ଆଗେ ଘରର ବଡ ମାନେ ବସିକି ଖାଇ ଦେଇଥିଲେ, ତାପରେ ଘରକୁ ଯାହାକୁ ଦବା ଥିଲା ଦେଇ ସାରିଲା ପରେ ଆମେ ବସିକି ଖାଇ ଦେଇଥିଲୁ। ବହୁତ ହି ଟେଷ୍ଟ ହେଇଥିଲା ଖାଇବା। ଖାଇସାରିଲା ପରେ ଟିକେ ବସିଥିଲୁ, ହଠାତ୍ 3:30 ବେଳେ ଏତେ ଜୋର ବର୍ଷା ପବନ ଆସିଲା, ଯେମିତି ପୁରା ବାତ୍ୟା ହେଲା ଭଳିଆ ସେଇ ଟାଇପର ମୌସମ ଟା କରିଦେଇଥିଲା। ତାପରେ ବହୁତ ସାରା ଆମ୍ବ ଖସି ଯାଇଥିଲା ଆମ ଗଛରୁ, ତ ଆପଣମାନଙ୍କୁ ଟିକେ ଦେଖେଇଦେଲି। ତାପରେ କଣ୍ଟିନ୍ୟୁ 2 ଘଣ୍ଟା ବର୍ଷା ପବନ ହେଇସାରିଲା ପରେ ବାହାରେ ଆସିକି ଦେଖିଲା ବେଳକୁ ପୁରା ଏମିତି ହିଁ ଅବସ୍ଥା ହେଇଯାଇଥିଲା ବାହାର। ତ ଆଜିର ବ୍ଲଗଟି ମୁଁ ଏଇଠି ଏଣ୍ଡ କରୁଛି। ରହିଲି, ଜୟ ଜଗନ୍ନାଥ।